ପରିବାରର ମୂଲ୍ୟ। କିଛି ଲୋକ ଅଛନ୍ତି ଯାହାଙ୍କ ପାଖରେ କିଛି ଟଙ୍କା ହେଇଗଲା ପରେ ନିଜ ପରିବାର ଲୋକଙ୍କ ଠାରୁ ଅଲଗା ହୋଇଯାଆନ୍ତି। ଆଉ ସେମାନେ ବହୁତ ବଡ଼ ଲୋକ ହୋଇଗଲେ ବୋଲି ମନେ ମନେ ଭାବନ୍ତି। ହେଲେ ସେମାନେ ପ୍ରକୃତରେ ଜାଣନ୍ତି ନାହିଁ, ପ୍ରକୃତ ଧନୀ ସିଏ ଯାହା ପାଖରେ ଟଙ୍କା ନୁହେଁ ବରଂ ପରିବାରର ଏକତା ଅଛି। ଯେ ଘରକୁ ବିପତ୍ତି ଆସିବାର କାରଣ ବନ୍ଦ ଘଡ଼ି ଘରେ ରଖିବା, ଛିଣ୍ଡା ଲୁଗା, ଜୋତା, ଚପଲ, ଇଲେକ୍ଟ୍ରିକାଲ ଉପକରଣ ଗୁଡ଼ିକୁ ସାଇତି ରଖିବା, ଟ୍ୟାପରୁ ସବୁବେଳେ ପାଣି ପଡ଼ିବା, ଅଳିଆ ଆବର୍ଜନା ଏକାଠି କରି ରଖିବା, ଈଶାନ କୋଣରେ ଓଜନିଆ ବସ୍ତୁ ରଖିବା, ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା, ଝାଡ଼ୁ କରିବା। କେହି ଜଣେ ଭଗବାନଙ୍କୁ ପଚାରିଲା, ଆଗରୁ ଯଦି ସବୁ କିଛି ଲେଖା ସରିଛି ତାହେଲେ ମୋ ମନରେ ଏତେ ସବୁ ଇଚ୍ଛା କ'ଣ ପାଇଁ? ଭଗବାନ ହସିକି ଉତ୍ତର ଦେଲେ, ତୁ ଇଚ୍ଛା କରିଚାଲ, ହେଇପାରେ ଜୀବନର କିଛି ପୃଷ୍ଠା ତୋ ଇଚ୍ଛା ପାଇଁ ମୁଁ ଛାଡ଼ିଥିବି। ଜୀବନରେ ହାରିବା ବି ଠିକ୍ ହୋଇପାରେ, ଚେଷ୍ଟା ବନ୍ଦ କରିବା ଭୁଲ। ଯେଉଁମାନେ ଚାଲିଯାଆନ୍ତି ସେମାନେ ଦିନେ ନିଜେ ପଛକୁ ଫେରନ୍ତି। ଦୁନିଆରେ କେହି ହେଲେ ସନ୍ତୁଷ୍ଟ ନୁହନ୍ତି। ଗରିବ ଧନୀ ହେବାକୁ ଚାହେଁ, ଧନୀ ସୁନ୍ଦର ହେବାକୁ ଚାହେଁ, କୁଆଁରା ବାହା ହେବାକୁ ଚାହେଁ, ଆଉ ବିବାହିତ ମରିବାକୁ ଚାହେଁ। ଏଠି ସବୁ ମଣିଷ ଦୁଃଖୀ। ଏହାର କାରଣ ଖାଲି ଏତିକି ନୁହେଁ, ଏଠି ନିଜ ଭଳି କେହି ହେବାକୁ ଚାହାନ୍ତିନି, ସମସ୍ତେ ଅନ୍ୟ ଭଳି ହେବାକୁ ଚାହାନ୍ତି। ସେଥିପାଇଁ ସମସ୍ତେ ଅସନ୍ତୁଷ୍ଟ। ସନ୍ତୋଷ ସ୍ତ୍ରୀଷୁ କର୍ତ୍ତବ୍ୟ ଶୌଚାରେ ଭୋଜନେ ଧନେ ସ୍ତ୍ରୀଷୁ ଚୈବ ନ କର୍ତ୍ତବ୍ୟ ସ୍ୱାଧ୍ୟାୟେ ଜପଦାନାୟୁ। ଅର୍ଥାତ୍ ନିଜର ସ୍ତ୍ରୀ, ପୁତ୍ର, ପରିବାର, ଭୋଜନ ଓ ଧନରେ ସନ୍ତୁଷ୍ଟ ରହିବା ଉଚିତ ଏବଂ ସ୍ୱାଧ୍ୟାୟ, ପୂଜାପାଠ, ନାମ ଜପ, କୀର୍ତ୍ତନ ଓ ଦାନ କରିବାରେ କେବେ ସନ୍ତୁଷ୍ଟ ହେବା ଉଚିତ ନୁହେଁ। ତାତ୍ପର୍ଯ୍ୟ ହେଲା ଧନ ଓ ଭୋଗ ହେଉଛି ପ୍ରାରବ୍ଧର ଫଳ, ତେଣୁ ଏଥିରେ ସନ୍ତୁଷ୍ଟ ରହିବା ଉଚିତ। କାରଣ ପ୍ରାରବ୍ଧାନୁସାରେ ଯେତିକି ମିଳିବାର ଥିବ ସେତିକି ହିଁ ମିଳିବ, ଅଧିକ ମିଳିବ ନାହିଁ। କିନ୍ତୁ ଧର୍ମ ଆଚରଣ ଓ ନିଜର କଲ୍ୟାଣ ବିଷୟକ ଉଦ୍ୟମରେ କେବେ ସନ୍ତୁଷ୍ଟ ହେବା ଉଚିତ ନୁହେଁ, କାରଣ ଏହା ନୂତନ ପୁରୁଷାର୍ଥ ଏବଂ ଏହି ପୁରୁଷାର୍ଥ ପାଇଁ ମଣିଷ ଜୀବନ ମିଳିଛି। ଘମଣ୍ଡରେ ପୁରା ଦୁନିଆକୁ ଅଣଦେଖା କରିପାରେ, ଜିଦରେ ନିଜ ଦେହକୁ ବି ତ୍ୟାଗ କରିପାରେ। ଶିଶୁକୁ ପାଳନ କରିବାରେ ଓ ତାଡ଼ନା କରିବାରେ ଯେପରି ମାର କେବେ ଅକରୁଣା ହୁଏ ନାହିଁ, ସେହିପରି ଜୀବମାନଙ୍କର ଗୁଣ ଓ ଦୋଷ ନିୟନ୍ତ୍ରଣକାରୀ ପରମେଶ୍ୱରଙ୍କର କେବେ କାହା ଉପରେ ଅକରୁଣା ହୁଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।